ସକାଳୁ ସକାଳୁ ଉଠି ଆଜି କହିଲେ କି ତାଙ୍କ ବୋଉକୁ ଯାଇକି ବୋଉ ଆଜି ଟିକେ ସୁଜି ମଣ୍ଡା ବନଉନ, ଟିକେ ଖାଇବା ପାଇଁ ଇଚ୍ଛା ହେଉଛି। ତାଙ୍କ କଥା ଯେମିତି ଶୁଣି ଦେଇଛନ୍ତି ବୋଉ ଫଟାଫଟ ଯାଇ ବାପାଙ୍କୁ କହିଛନ୍ତି ଯେଉଁ ସୁଜି ଆଣିବ, ଚିନି ଆଣିବ, ନଡ଼ିଆ ଆଣିବ, ବୋଉ କହି ସୁଜି ମଣ୍ଡା ବନେଇବ। ସିଏ କହିଲେ ଖାଇବି ଆଉ ସେଠି ବାଲେଶ୍ୱର ଗଲାବେଳେ ନେଇକି ବି ଯିବେ। ବୋଉ ଆଉ ତାଙ୍କ କଥା ଏମିତି ଶୁଣିକି ଯାଇ ଶୀଘ୍ର ଶୀଘ୍ର ସବୁ ବାପାଙ୍କୁ କହିଲେ, ବାପା ଯାଇ ନେଇକି ଆସିଲେ। ତ ଖରା ତରା ନାହିଁ, ବସିକି ବୋଉ ସକାଳୁ ଆରମ୍ଭ କରିଦେଲେ। ତାଙ୍କର ନିଜେ ନିଜେ ନଡ଼ିଆ କରିକି ପୁର ବନେଇଦେଲେ। ତ ସେଇଠୁ ଆମେ ଯେମିତି ଗାଧେଇକି ଆସିନୁ, ବୋଉ କହିଲେ ଆସ ସମସ୍ତେ ଆଗ ସୁଜି ମଣ୍ଡା ବନଉ, କାକରା ବନଉ, ତାପରେ ଯାଇ ଯିଏ ଯେଉଁ କାମ କରିବା କଥା କରିବ। ତ ସକାଳୁ ଉଠିଆ ଗାଧେଇ ପାଧେଇ ଆସି ବସିଗଲୁ ପୁରା ଚୁଲିରେ ଆଞ୍ଚ ଯେମିତି ଜଳୁଛି, ପୁରା ଝାଳ ହେଇଗଲୁଣି। ସିଏ ଦୁଇ ଜଣ ତାଙ୍କର ବସି ଗୁଲି କରୁଥିଲେ। ମୋ ଦ୍ୱାରା ଜମା ଗୁଲି ଆସେନି, ମୋର ସବୁ ଫାଟି ଯାଉଛି, ପୁର ତା ଦେହରେ ରହୁନି। ତ ମୋର ଦାୟିତ୍ୱ ହେଲା, ବୋଉ କହିଲେ ମୁଁ ଛାଣିବି। ତ ମୁଁ ବସିକି ମୋର ଏଠି ଗୋଟେ ଗୋଟେ ଆସ୍ତେ ଆସ୍ତେ ଛାଣୁଛି। ତ ସେମାନେ ବନେଇ ଦେଉଛନ୍ତି। ବୋଉ ତାଙ୍କର, ମୁଁ କହିଲି ବୋଉ ସେତିକି ବନେଇଥାଏ, ବର୍ତ୍ତମାନ କାକରା ବନେଇବ। ବୋଉଙ୍କର